ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାଙ୍କର ଗୋଟିଏ ଡାଉଟ୍ ରହିଛି, ସାର୍ ଆମକୁ ତ କୌଣସି ବି ଜାଗାରେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଗାଯାଉନି, ଖାଲି ଆମେ ବ୍ୟାଙ୍କର ନାଁଟା ଲେଖୁଛେ, ତାହେଲେ କୋଉ ଆକାଉଣ୍ଟରେ ଟଙ୍କା ଆସିବ ଆମେ କେମିତି ଜାଣିପାରିବୁ? ନା ଜାଣିପାରିବୁ ନାହିଁ। ଆପଣ ନିଜେ ନିଜେ ଘରେ ବସିକି ଚେକ୍ କରିପାରିବେ ଯେ ଆପଣଙ୍କର କୋଉ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆପଣଙ୍କର ଆସିବ। ତ ଏହି ଭିଡ଼ିଓକୁ କମ୍ପ୍ଲିଟଲି ଦେଖିବେ, ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣାଇଦେବେ, ଯୋଉଦ୍ୱାରା କି ସମସ୍ତେ ନିଜେ ଘରେ ବସିକି ଆପଣଙ୍କର ଚେକ୍ କରିପାରିବେ ଯେ କୋଉ ଆକାଉଣ୍ଟରେ ତାଙ୍କର ଟଙ୍କାଟା ଆସିବ। ଆପଣ ଜାଣିବା ନିହାତି ଜରୁରୀ, କାହିଁକି ନା ସେଇ ଆକାଉଣ୍ଟ ଆପଣଙ୍କର ବର୍ତ୍ତମାନ ଚାଲୁଛି ଚାଲୁନି ସବୁ ଜିନିଷ ଯେତିକି ବି। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ, ଯୋଉଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଦେଖନ୍ତୁ, ଆପଣମାନେ ଆପଣମାନଙ୍କୁ କେବଳ ଆଧାର କାର୍ଡ଼ ଡକୁମେଣ୍ଟ ମଗା ହେଉଛି, ଅଲଗା କିଛି ବି ଡକୁମେଣ୍ଟ ଆପଣଙ୍କୁ ମଗା ହେଉଛି କି ନାହିଁ? ଆପ୍ଲିକେସନ୍ କେମିତି ଫିଲ୍ଅପ୍ କରିବେ? ଆଧାର କେନ୍ଦ୍ରକୁ ଆପଣଙ୍କର ଯିବା ଦରକାର ନାହିଁ। ଆପଣଙ୍କର ଯେଉଁ ମୋ ଜନସେବା କେନ୍ଦ୍ରକୁ ଯାଇକି କ'ଣ କ'ଣ ସବୁ କରିବେ ତା ସମ୍ପର୍କରେ ମୁଁ ଆପଣଙ୍କୁ ସକାଳେ କହିଥିଲି। ଆପଣ ଦେଖିବେ କୌଣସି ବି ଜାଗାରେ ଆପଣଙ୍କୁ ଆକାଉଣ୍ଟ ନମ୍ବର ମଗା ହେଉନି, ଖାଲି ଆଧାର କାର୍ଡ଼ ନମ୍ବର ବାରମ୍ବାର ବାରମ୍ବାର ମଗା ହେଉଛି, ରାଇଟ୍? ତ ଆପଣଙ୍କର ଆଧାର କାର୍ଡ଼ ସହିତ ନା ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବ, ଏବେ ଆପଣ ଭାବୁଥିବେ ଯେ ମୋର ଆଧାର କାର୍ଡ଼ ସହିତ ତ ମୋର 2-3ଟା ଆକାଉଣ୍ଟ ଲିଙ୍କ ଅଛି, ଏବେ କୋଉ ଆକାଉଣ୍ଟରେ ଟଙ୍କା ଆସିବ ମୁଁ କେମିତି ଜାଣିବି? ତ ଦେଖନ୍ତୁ, ଆକାଉଣ୍ଟ ଆପଣଙ୍କର 2-3ଟା ଥାଇପାରେ, 10ଟା ବି ଥାଇପାରେ, କିନ୍ତୁ ଯୋଉ ଟଙ୍କା ଆସେ ନାହିଁ କି ଡିବିଟି, ଆପଣଙ୍କର ଟଙ୍କା ଡିବିଟି ଯେତିକି ବି ଗଭର୍ଣ୍ଣମେଣ୍ଟ ଥ୍ରୁରୁ ଆପଣଙ୍କର ଅନଲାଇନ୍ ଟ୍ରାନ୍ସଫର ହୁଏ, ତା ପାଇଁ ଖାଲି ଗୋଟିଏ ମାତ୍ର ଆକାଉଣ୍ଟ ଆପଣଙ୍କର ଚୁଜ୍ କରାହୁଏ। ଠିକ୍ ଅଛି? ଏବେ ଦେଖନ୍ତୁ, ଆପଣ କେମିତି ଜାଣିବେ ଯେ ଆପଣଙ୍କର ଆଧାର କାର୍ଡ଼ ସହିତ କୋଉ ଡିବିଟି ଆକାଉଣ୍ଟ ଆପଣଙ୍କର ଏଡ୍ ହେଇଛି? ଠିକ୍ ଅଛି? ତା ପାଇଁ ସିମ୍ପଲି ଆପଣ କ'ଣ କରିବେ, ଗୁଗୁଲକୁ ଆପଣଙ୍କର ଯିବେ, ନିଜ ମୋବାଇଲରେ ହେଲା, ନିଜ ମୋବାଇଲରେ ଆପଣ ସର୍ଚ୍ଚ କରିବେ ଆଧାର ସିଡିଂ ଷ୍ଟାଟସ୍। ସର୍ଚ୍ଚ କରିବେ ଆପଣଙ୍କର ଏମିତିକା ଆଧାର ସିଡିଂ ଷ୍ଟାଟସ୍। ଠିକ୍ ଅଛି? ସର୍ଚ୍ଚ କଲା ପରେ ଯେଉଁ ପ୍ରଥମ ୱେବସାଇଟ୍ଟି ଆସୁନି କି, এই ୱେବସାଇଟ୍ ଉପରେ କ୍ଲିକ୍ କରିବେ। ଠିକ୍ ଅଛି? ତ ଏଇଟା ହେଉଛି ଆପଣଙ୍କର ଅଫିସିଆଲ ୱେବସାଇଟ୍ uidai.gov.in। ଆପଣ ଟିକେ ସ୍କ୍ରୋଲ ଡାଉନ୍ ଆପଣ କରିବେ, ଟିକେ ଟିକେ ତଳକୁ ତଳକୁ ଆପଣ ଯିବେ। ଦେଖନ୍ତୁ, ଏଇଠି ଗୋଟେ ଅପସନ୍ ଆପଣଙ୍କର ରହିଛି, ଟିକେ ତଳକୁ ତଳକୁ ଗଲେ ଏଇଠି ଦେଖନ୍ତୁ ଗୋଟେ ଆପଣଙ୍କର ଅପସନ୍ ରହିଛି ନା, ଏଇଟା ଦେଖିପାରୁଛନ୍ତି? ଏଇ ଯେଉଁ ଆଧାର ଲିଙ୍କିଂ ଷ୍ଟାଟସ୍ ତଳେ ଏଇଟା ଲେଖା ହେଇଛି ନା, ବ୍ୟାଙ୍କ ସିଡିଂ ଷ୍ଟାଟସ୍ ଲେଖା ହେଇଛି। ଆପଣ ଏ ବ୍ୟାଙ୍କ ସିଡିଂ ଷ୍ଟାଟସ୍ ଉପରେ କ୍ଲିକ୍ କରିବେ। ଯେଉଁ ଆଧାର ଲିଙ୍କିଂ ଷ୍ଟାଟସ୍ ତଳେ ବ୍ୟାଙ୍କ ସିଡିଂ ଷ୍ଟାଟସ୍ ଉପରେ କ୍ଲିକ୍ କରିବେ। ଠିକ୍ ଅଛି? ଯେମିତି ଆପଣ କ୍ଲିକ୍ କରିବେ, ଦେଖନ୍ତୁ ଏଇ ୱେବସାଇଟ୍ ଆପଣଙ୍କର ଆସିଗଲା myAadhar.uidi.gov.in। ଦେନ୍ ଆପଣ ଏଇଠି ଲଗ୍ଇନ୍ ଉପରେ କ୍ଲିକ୍ କରିବେ, ଲଗ୍ଇନ୍ ଉପରେ। ଠିକ୍ ଅଛି? ମନେ ରଖନ୍ତୁ, ଆପଣଙ୍କର ଆଧାର କାର୍ଡ଼ ସହିତ ମୋବାଇଲ ନମ୍ବର ଲିଙ୍କ ହେଇଥିବା ଦରକାର। ଏଇଠି ଲଗ୍ଇନ୍ ଉପରେ ଆପଣ କ୍ଲିକ୍ କରିବେ। ଲଗ୍ଇନ୍ ଉପରେ କ୍ଲିକ୍ କଲା ପରେ ଦେନ୍ ନିଜର ଆଧାର କାର୍ଡ଼ ନମ୍ବରଟାକୁ ଆପଣ ଦେବେ, ଆଉ ଏଠି ଯେଉଁ କ୍ୟାପଚା କୋଡ଼ ଆପଣଙ୍କୁ ଦେଖାଯାଉଥିବ ତାକୁ ଆପଣ ଏଇଠି ଟାଇପ୍ କରିବେ। ଠିକ୍ ଅଛି? ଠିକ୍ ଅଛି? ଏବେ ଆପଣ ଏମିତି ଲଗ୍ଇନ୍ କଲେ। ଲଗ୍ଇନ୍ କଲା ପରେ ଦେଖନ୍ତୁ, ଏଇଠି ଟିକେ ତଳକୁ ସ୍କ୍ରୋଲ୍ ଡାଉନ୍ କରିବେ, ବ୍ୟାଙ୍କ ସିଡିଂ ଷ୍ଟାଟସ୍ ଆପଣଙ୍କ ଲେଖା ହେଇଥିବ। ବ୍ୟାଙ୍କ ସିଡିଂ ଷ୍ଟାଟସ୍ ଲେଖା ହେଇଛି ନା, ଆପଣ ୟା ଉପରେ ଆପଣଙ୍କର କ୍ଲିକ୍ କରିବେ। ଠିକ୍ ଅଛି? ଦେଖିପାରୁଛନ୍ତି? ଯେମିତି ଆପଣ କ୍ଲିକ୍ କରିବେ, ଦେଖନ୍ତୁ ଆପଣଙ୍କୁ ଆପଣଙ୍କର ଶୋ କରିବ। ତ ଏଇଠି ଯେଉଁ ଆକାଉଣ୍ଟ ଆପଣଙ୍କର ଶୋ କରୁଛି ନା, ଏଇ ଆକାଉଣ୍ଟରେ ହିଁ ଆପଣଙ୍କର ଟଙ୍କାଟା ଆସିବ। ଏବେ ଆପଣଙ୍କ ମନରେ କିଛି ଡାଉଟ୍ ଆପଣଙ୍କର ଥିବ, ଯେମିତିକି ନମ୍ବର 1 ଡାଉଟ୍, ସାର୍ ଆମର ଘରେ 4 ଜଣ ଆମେ ଅଛୁ, 4 ଜଣଙ୍କର ଯାକ ମୋବାଇଲ ନମ୍ବର ସେମ୍ ଅଛି, ତ କିଛି ପ୍ରୋବ୍ଲେମ୍ ଅଛି କି? ନାଇଁ, କିଛି ପ୍ରୋବ୍ଲେମ୍ ନାହିଁ। ମୋବାଇଲ ନମ୍ବର ସେମ୍ ଥିଲେ କ'ଣ ହେଲା? ଆପଣଙ୍କର ଆଧାର ନମ୍ବର ତ ସମସ୍ତଙ୍କର ଅଲଗା ଅଲଗା ଅଛି। ଆପଣଙ୍କର ଆଧାର କାର୍ଡ଼ ସହିତ କେଉଁ ଡିବିଟି ଆକାଉଣ୍ଟ ଆପଣଙ୍କର ଏଥିରେ ଅଛି ଆପଣ ଚେକ୍ କରିବେ, ନମ୍ବର 1। ନମ୍ବର 2, ସାର୍ ମୁଁ ମୋର ଏଇଟାକୁ ଚେଞ୍ଜ କରିବା ପାଇଁ ଚାହୁଁଛି। ଚେଞ୍ଜ କରିବା ପାଇଁ ଯଦି ଆପଣ ଚାହୁଁଛନ୍ତି ଟିକେ ଟାଇମ୍ ଲାଗିବ, ଆପଣ ଗୋଟେ କାମ କରିବେ, ଏଇ ଯେଉଁ ହେଲ୍ପଲାଇନ୍ ନମ୍ବର ନାହିଁ କି, ଏଇ ନମ୍ବରରେ କଲ୍ କରି ତାଙ୍କୁ ଟିକେ ପଚାରିଦେବେ, ସାର୍ ମ୍ୟାଡ଼ାମ୍ ଡିବିଟି ଯେଉଁ ଆକାଉଣ୍ଟଟା କେମିତି ଚେଞ୍ଜ କରାଯିବ ତାଙ୍କୁ ଟିକେ ପଚାରିଦେବେ। କାହିଁକିନା ଆଉ ଆପଣମାନେ ଏତେ ଚିନ୍ତା କରିବେନି, 17 ତାରିଖ ପରେ ବି ଆପଣଙ୍କୁ ଟଙ୍କା ମିଳିବ
ଏବେ କଲେ ବି ଆପଣଙ୍କୁ ଟଙ୍କା ମିଳିବ 17 ତାରିଖରେ। 17 ତାରିଖ ପରେ ବି ଯଦି ଆପଣ କରିବେ ନା, ହେଲେ ବି ଆପଣଙ୍କୁ ଟଙ୍କା ମିଳିବ। କିଛି ଅସୁବିଧା ନାହିଁ। ଠିକ୍ ଅଛି? ବୁଝିଗଲେ? ତ ଆଗ ଆପଣ ଟିକେ ଚେକ୍ କରିଦିଅନ୍ତୁ କୋଉଟା ଲିଙ୍କ୍ ଅଛି ଆପଣ ଯେମିତି ମୋ କେସରେ ଦେଖନ୍ତୁ ମୋର ଏଇଟା ଆପଣଙ୍କର କୋଟାକ୍ ମହିନ୍ଦ୍ରା ଶୋ କରୁଛି। ମୁଁ ଆପଣଙ୍କର ଏଇଟା ପାଖାପାଖି 8 ବର୍ଷ ହେଲା ମୁଁ ୟାକୁ ୟୁଜ୍ କରୁନି। ଏବେ ମୋ ପାଇଁ ଦେଖନ୍ତୁ ଟିକେ ଅସୁବିଧା। ମୋର ତ କିଛି ଆବଶ୍ୟକତା ନାହିଁ ଅବଶ୍ୟ, କିଛି ସ୍କିମ୍ ବଗେରା ଆମର ତ କିଛି ନାହିଁ। ବଟ୍ ଏଇଗୁଡ଼ା ହେଉଛି ଜିନିଷ ଆପଣ ଜାଣିବା ଦରକାର। ଚେଞ୍ଜ କରିବା ଦରକାର, ନହେଲେ ଗଭର୍ଣ୍ଣମେଣ୍ଟ ତରଫରୁ ଯାହା ଟଙ୍କା ଆସିବ ନା, ଏଇଥିରେ ଆପଣଙ୍କର ଡିବିଟି ମାଧ୍ୟମରେ ଯଦି ଆସୁଛି ମାନେ ଯୋଉଟା ଲିଙ୍କ ଥିବ ସେଇଥିରେ ଆସିବ। କାହିଁକି ନା ଆପଣଙ୍କୁ କୌଣସି ବି ଜାଗାରେ ଦେଖନ୍ତୁ, କୌଣସି ବି ଜାଗାରେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଗା ହଉନି। ଠିକ ଅଛି? ତ ଆପଣ ଏମିତି ଟିକେ ଚେକ୍ କରନ୍ତୁ। କିଛି ବି ଡାଉଟ୍ ହଉଛି ଆପଣ ଏଇ ନମ୍ବରରେ କଲ୍ କରିକି କାଇଣ୍ଡଲି ପଚାରନ୍ତୁ। ଠିକ ଅଛି? ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।